ବଞ୍ଚିଲା ଅବସ୍ଥାରେ ଅଛି। ରାଜନୈତିକ ଖୋଳପା ଭିତରେ ବାଲି ମାଫିଆ ମାନେ ରହି ଦିନରାତି ଶହ ଶହ ହାଇୱା ଯୁଗେ କରୁଛନ୍ତି ବାଲି ଚାଲାଣ। ତେଣୁ ବାଙ୍କିରୁ କଟକ ମୁଖ୍ୟ ରାସ୍ତା ମରଣଜନ୍ତା ପାଲଟିଥିବା ବେଳେ ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା। ଫଳରେ ବାଲି ମାଫିଆଙ୍କ ହାଇୱା ବାରମ୍ବାର ଘଟାଉଛି ଦୁର୍ଘଟଣା, ଯେଉଁଥିରେ ନିରୀହ ଜୀବନ ଯିବା ସହ ଅନେକେ ଗୁରୁତର ହେଉଛନ୍ତି। ସେହି ରାସ୍ତାରେ ଯାଉଥିବା ଗୋଟିଏ ବାଲି ବୁଝେଇ ହାଇୱା ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ପ୍ରାୟ 30 ଫୁଟ ତଳକୁ ଖସି ପଡ଼ିଛି। ଦିନରାତି ବାଲି ବୁଝେଇ ହାଇୱା ଗୁଡ଼ିକ ବାଙ୍କିରୁ କଟକ ମୁଖ୍ୟ ରାସ୍ତା ଦେଇ ଯା ଆସ କରୁଥିବାରୁ ରାସ୍ତାଯାକ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବାଲି ମାଫିଆଙ୍କୁ ରାଜନେତା ଦେଉଛନ୍ତି ସୁରକ୍ଷା। ପୁଲିସ ପ୍ରଶାସନ, ମାଇନିଂସ ବିଭାଗ ଓ ତହସିଲ ପ୍ରଶାସନ ମାସିକିଆ ଚାନ୍ଦା ନେଉଥିବା ଅଭିଯୋଗ ହେଉଛି। ଗତକାଲି ଗୋଟିଏ ହାଇୱା ମୁଖ୍ୟ ରାସ୍ତା ଭଗିପୁର ବଡ଼ଶଙ୍ଖଠାରେ ପ୍ରାୟ 30 ଫୁଟ ତଳକୁ ଖସି ପଡ଼ିଛି। ଗାଡ଼ିର ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏହିପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଜୀବିତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି। ବଞ୍ଚିଲା ଅବସ୍ଥାରେ କଟକ ଜିଲ୍ଲା ପ୍ରତିନିଧି ରାଜେଶ କୁମାର ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।